ସମ୍ବଲପୁରର ଜୁରେ ରହିଥିବା ଏକ ମାଇ କଲରା ପତରିଆ ବାଘ ରାଣୀର ଗର୍ଭାଶୟଜନିତ ସଂକ୍ରମଣ କାରଣରୁ ମୃତ୍ୟୁ ବରଣ କରିଥିବା ଜଣାଯାଇଛି। ସୂଚନା ଥାଉ କି ଗତ ବର୍ଷେ ପୂର୍ବରୁ ନୂଆପଡ଼ାରୁ ମଣିଷଖିଆ କଲରା ପତରିଆ ବାଘ ରାଜାକୁ ସମ୍ବଲପୁରକୁ ଅଣାଯାଇଥିଲା ଓ ନଭେମ୍ବର ମାସରେ ତାକୁ ରାଣୀ ସହିତ ମିଳାମିଶା ପାଇଁ ଛଡ଼ାଯାଇଥିଲା। ଦୁହେଁ ଭେଟ ହେବା ପରେ ସାଙ୍ଗେ ସାଙ୍ଗେ ମିଟିଂରେ ଲାଗି ପଡ଼ିଥିଲେ। ମାସକ ପରେ ଗର୍ଭ ପରୀକ୍ଷା କରାଯିବାର ଥିଲା, କିନ୍ତୁ ଗତ 3 ତାରିଖ ସନ୍ଧ୍ୟାରେ ରାଣୀର ଗୁପ୍ତାଙ୍ଗରୁ ପାଣି ବାହାରୁଥିବା ବେଳେ ପରୀକ୍ଷା କରାଯାଇଥିଲା। ପ୍ରାଥମିକ ପରୀକ୍ଷାରୁ ଗର୍ଭାଶୟ ସଂକ୍ରମଣ ହୋଇଥିବା ଜଣାପଡ଼ିଥିଲା। ଚିକିତ୍ସା ଆରମ୍ଭ ହୋଇଥିବା ବେଳେ ଗତକାଲି ରାତି 9ଟାରେ ତାର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ବିଭାଗ ଡିଏଫ୍ଓ ଅଂଶୁପ୍ରଜ୍ଞା ଦାସ। ଆପଣମାନେ ଦେଖନ୍ତୁ ଏହାର କିଛି ଦୃଶ୍ୟ। ଜନମୁଖ ପାଇଁ ସମ୍ବଲପୁରରୁ ରମାକାନ୍ତ ବିଶ୍ୱାଳଙ୍କ ରିପୋର୍ଟ। ଉପସ୍ଥାପନା ବୀରେନ୍ଦ୍ର କୁମାର ପାଣିଗ୍ରାହୀ। ନମସ୍କାର। Thank you.